ଲକ୍ଷେ ଘର ସମାଜର ନୂଆଖାଇ ଭେଟଘାଟ। ସଦ୍ଭାବନା ଲକ୍ଷେ ଘର ସମାଜର ନୂଆଖାଇ ଭେଟଘାଟ ରାଉରକେଲାର ସିଭିକ୍ ସେଣ୍ଟରଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସମାଜର ସଭାପତି ପ୍ରଦୀପ ସୁରଝଲିଆଙ୍କ ସଭାପତିତ୍ୱ, ସମ୍ପାଦକ ଅଶ୍ୱିନୀ କୁମାର ଶାସନୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଆର୍ଏସ୍ପି ସିଜିଏମ୍ କୌଶିକ ସୁନ୍ୟାନୀ, ସହର ସେବା ପ୍ରଶାସନର ମୁଖ୍ୟ ମହାପ୍ରବନ୍ଧକ ତପନ କୁମାର ଜି କାନେକର ଓ ମୁଖ୍ୟ ବକ୍ତା ଭାବେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଯୋଗ ଦେଇଥିଲେ। ଅତିଥି ଦ୍ୱୟ ସେମାନଙ୍କ ବକ୍ତବ୍ୟରେ ଅନୁଷ୍ଠାନର ନୂଆଖାଇ ଭେଟଘାଟ ଏକ ଅନନ୍ୟ କାର୍ଯ୍ୟକ୍ରମ ତଥା ଭାଇଚାରା ବଜାୟ ରଖିବ ବୋଲି ମତ ରଖିଥିଲେ। ମୁଖ୍ୟ ବକ୍ତା ଶ୍ରୀ ତନ୍ତୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ତ୍ୟାଗ ଓ ସମର୍ପଣ ହେଉଛି ଆମ ପରମ୍ପରା। ଏହି ସଂସ୍କୃତି ଆମକୁ ଏକାଠି କରିଛି। ଆମ ଭାଷା ଓ ବେଶଭୂଷାକୁ ନେଇ ଆମେ ଗର୍ବିତ। ଏହା ସହ ପ୍ଲାଷ୍ଟିକ୍ ବ୍ୟବହାରକୁ ହ୍ରାସ, ପରିବେଶ ରକ୍ଷା ପାଇଁ ବୃକ୍ଷରୋପଣ, ପହଁରା ଜାଣିନଥିବା ବ୍ୟକ୍ତି ନଦୀରେ ନ ଗାଧୋଇବା, ସମାଜ ପ୍ରତି ପ୍ରତିବଦ୍ଧତା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ଏହି ଅବସରରେ ସୁଶୀଲ କଣ୍ଟା, ରାଜଶ୍ରୀ ଗନ୍ଧା ଓ ଗ୍ରୁପ୍ ସ୍ୱାଗତ ସଙ୍ଗୀତ ଓ ଶ୍ରୁତିମୟୀ ବାଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ସେହିପରି କିଛି ଦିବଂଗତ ସଦସ୍ୟଙ୍କ ପାଇଁ ନିରବ ପ୍ରାର୍ଥନା କରାଯାଇଥିବା ବେଳେ ସମାଜର ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ପ୍ରାକ୍ତନ କର୍ମକର୍ତ୍ତା, ଶିକ୍ଷାର ଉତ୍କର୍ଷତା ବିଭିନ୍ନ ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ପ୍ରାକ୍ତନ ସିଆର୍ପିଏଫ୍ ଡିଆଇଜି ଦୟାନିଧି ତନ୍ତୀ, ପ୍ରାକ୍ତନ ଏନ୍ଆଇଟି ପ୍ରଫେସର ଡକ୍ଟର ହୃଷିକେଶ ନାୟକ, ମଥୁରା ତନ୍ତୀ ତଥା ଅନ୍ୟାନ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଏହି ଅବସରରେ ର୍ୟାମ୍ପ ଶୋ, ସମ୍ବଲପୁରୀ ନୃତ୍ୟ, ଲୋକସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।